ବନ୍ୟା ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ଭାବେ ନଜର ରଖାଯାଇଛି। ସେଥିପାଇଁ ମନ୍ତ୍ରୀ ଏବଂ ଅଧିକାରୀମାନଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବାକୁ ମୁଁ ନିର୍ଦ୍ଦେଶ ଦେଇଛି। 2,69,000 ଲୋକଙ୍କୁ ଆମେ ଏଭାକୁଏଟ୍ କରିକି ସୁରକ୍ଷିତ ସ୍ଥାନକୁ ଆମେ ନେଇପାରିଛନ୍ତି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟର ବିପର୍ଯ୍ୟସ୍ତ ପରିଚାଳନା ପାଣ୍ଠି ବା SDRFରୁ 26 କୋଟି ଟଙ୍କା ପ୍ରଦାନ କରାଯାଇଛି। କ୍ଷତିଗ୍ରସ୍ତ ପରିବାରମାନଙ୍କୁ ପଲିଥିନ୍, ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ପିଇବା ପାଣି, ଔଷଧ ଏ ସମସ୍ତ ଆବଶ୍ୟକ ଅନୁସାରେ କିମ୍ବା କେଉଁଠି ଅଭିଯୋଗ ଆସିଲେ କିମ୍ବା ମିଡ଼ିଆ ମାଧ୍ୟମରେ ମଧ୍ୟ କେଉଁଠି ଆପଣମାନେ ଦୃଷ୍ଟି ଆକର୍ଷଣ କଲେ ତୁରନ୍ତ ଆମ ସରକାର ନଜର ରଖିଛନ୍ତି ଏବଂ ତା ଉପରେ ମଧ୍ୟ ସେମାନଙ୍କ ପାଖକୁ ଆମେ ଏହି ସମସ୍ତ ବ୍ୟବସ୍ଥା ପହଞ୍ଚାଇବାରେ ସକ୍ଷମ ହୋଇପାରୁଛୁ। ଏବେ ପାଣି ଛାଡ଼ିବା ଉପକ୍ରମ କରୁଛି। ପାଣି ଛାଡ଼ିଲା ପରେ 3 ଦିନ ମଧ୍ୟରେ ଅର୍ଥାତ୍ 72 ଘଣ୍ଟା ମଧ୍ୟରେ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ତାର ସରଜମିନ ତଦନ୍ତ କରିବେ, ରିପୋର୍ଟ ବନେଇବେ। ଆକଳନ ପରେ ତୁରନ୍ତ ସହାୟତା ପ୍ୟାକେଜ ପହଞ୍ଚାଯିବ। କୃଷି, ଘରଭଙ୍ଗା ସହାୟତା ଉପରେ ଆମ ସରକାର ପୁରା ଗୁରୁତ୍ୱ ଦେଇ ଆସୁଛନ୍ତି ଏବଂ ଯେଉଁ ବନ୍ୟା ପରିସ୍ଥିତି କାରଣରୁ ଯେଉଁଠି ଘାଇ ସୃଷ୍ଟି ହେଲା, ପରବର୍ତ୍ତୀ ପର୍ଯ୍ୟାୟରେ ରୋଡ଼ ମଧ୍ୟ କେଉଁଠି ଦବି ଯାଇଛି କିମ୍ବା ଭାଙ୍ଗି ଯାଇଛି, ସେ ରୋଡ଼ ଗୁଡ଼ିକର ତୁରନ୍ତ ରିପେୟାରିଂ ବା ମରାମତି କରାଯିବ। ସେଥିପାଇଁ ସମ୍ପୃକ୍ତ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଇଞ୍ଜିନିୟରମାନଙ୍କୁ ମଧ୍ୟ କାମ କରିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି।